ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 29। ଖରା ଝାଞ୍ଜିରେ ବଣ ଶୁଖିଛି। ମଣିଷର ତାପରେ ପାଖର ବଣ ପୋଡ଼ି ତାସ ଭୂଇଁ ହୋଇଛି। ଗ୍ରୀଷ୍ମରେ ବଣର ଶିରି ତୁଟିଛି। କୋଷେ ଗଲେ ଗୋଡ଼ ଥକି ପଡ଼େ। ପଦାକୁ ବାହାରିଲେ ଦେହ ସିଝିଯାଏ। ହାତରେ କୋଡ଼ିକି କାନ୍ଧରେ ଟାଙ୍ଗିଆ ତାତେ। କାମ କଲା ଭୂଇଁରେ ଚିହ୍ନା ଘରର ଶତ୍ରୁ ହୋଇଯାଆନ୍ତି। ଟେକା ପଥର ଗରମ ହୋଇ ବିନ୍ଧେ ପାଦରେ। ଏଦିନେ କୁକୁଡ଼ା ମୟୂର ପାହାନ୍ତିଆରୁ ତଳକୁ ଉତୁରି ପହରେ ଖରା ଲାଗିଲା ବେଳକୁ ବଣ ଭିତରେ ପଶିଯାଆନ୍ତି। ଦିଘଡ଼ି ହେଲେ ଚାରିଆଡ଼ର ଚନ୍ଦା ଭୂଇଁ ପାଚିଯାଇ ଲାଲ ଦିଶେ। ଅସମାନ ପାହାଡ଼ ଦେଶର ପର୍ବତ ଲହଡ଼ି ଉପରେ ପବନରେ ତାତି ଝଲର ଝଲର ହୋଇ ନାଚେ। କେବଳ ଅଳସେଇ ଅଳସେଇ ହୋଇ ଦିନ ବିତେଇବା କାଳ। ଯେପରିକି ଗତି ବନ୍ଦ କରି ସବୁ କୌଣସି ମତେ ଢୁଳେଇ ପଡ଼େ। ଆଜି ଯାହା କାଲି ତାହା। ସବୁ ଯେତେବେଳେ ପାଚି ଶୁଖି ପଡ଼େ, ଡିମିରି, ଆମ୍ବ, ପଣସ, ହଳଦିଆ ପତ୍ର, ବେଜୁଣି ତାର ଗୋଟିକିଆ କୁଡ଼ିଆ ଛାଡ଼ି ଗାଁ ପର୍ବତର ଶିଙ୍ଗ ଉପରେ ଚଢ଼ି ବସି ଭାବେ। ସାଧାରଣ ମଣିଷର କାମ ହାତରେ, ବେଜୁଣିର କାମ ତାର କଳ୍ପନାରେ, ତାର ମୁଣ୍ଡରେ। ଖରାଦିନ ଦ୍ୱିପହରରେ ଏଇଠି ତାର ଗୁପ୍ତ ଆଶ୍ରମ। ପଥର ଖୋଲ ଭିତରେ କଠିନ ସବୁଜା ଶିଆଳି ପତ୍ର ଲଦାଲଦି ଗଜା ଶାଳଗଛ ଗୋଡ଼ ତଳେ। ଗାଁ ବସ୍ତିଠୁ ଖୁବ୍ ଉଞ୍ଚରେ, ଯେଉଁଠୁ ଚାରିପାଖରେ ଦେଶ କେବଳ ପାତାଳ। ଉଞ୍ଚ ଗଛରେ ଶାଗୁଣା ପଲପଲ। ଦ୍ୱିପହରେ ପୂର୍ବ ଘାଟର ଇଗଲ ମୟୂର ମାରୁ ମାରୁ ଚଢ଼େଇ ଦେବଦାରୁ ଆଗରେ ବସି ମୁଣ୍ଡରେ ଚୂଳ ହଲାଏ। ବିଜ୍ଞ ହୋଇ ଚାରିପାଖକୁ ନିଘା କରେ। ତଳ ଢାଲୁର ବାଉଁଶ ବଣରୁ ଖରା ତାତିରେ କିପରି ଗୋଟାଏ ବାମ୍ଫୁଆ ପବନ ଆସେ। ନିଶ୍ୱାସକୁ କଷ୍ଟ ଦିଏ। ଆଉ ଖାଲି ସାଇଁ ସାଇଁ ଫାଇଁ ଫାଇଁ ଘଡ଼ିକେ ପହରକେ ଫମ୍ପା ପ୍ରତିଧ୍ୱନି ପରି ଦୂରରୁ କାହାର କଥାର ଶବ୍ଦ। ଟାଙ୍ଗିଆ ପାହାର ଅଳ୍ପ ବାରି ହେଉଥିବା ବଣଜନ୍ତୁର ବୋବାଳି। ତତଲା ଦ୍ୱିପହରକୁ ଚିରି ଚିରି ଚହଟି ଆସେ ଜାତି ଜାତିକା ବାସ୍ନା। ଅତି ଉତ୍କଟ ଚମ୍ପା ଶାଳଗଛର ଝାଳ। ମାଟିର ବାସ୍ନା ଭିତରେ ବଦଳା ବଦଳି। ଦିନର ଗତିରେ ଛବିର ପରିବର୍ତ୍ତନ। ସବୁରି ମଝିରେ ଗ୍ରୀଷ୍ମର ଜରତି ରୂପ। କେବଳ ଜଣେ ବେଜୁଳି ନୁହେଁ, ସବୁ ଏକାପରି। ଦର୍ମୁ ଦେବତାକୁ ଚାଷୀର ଅର୍ଘ୍ୟ ପରି ମୋଟା ଧୂଆଁ ଉଠେ ପୋଡ଼ୁତାସର। ରୂପରୁ ଗନ୍ଧରୁ ଶବ୍ଦରୁ ମେଞ୍ଚା ମେଞ୍ଚା ଧୂଳି ପାଉଁଶ। ଛିଣ୍ଡା ଫୁଲ ମଲା ବକଳ ଉଞ୍ଚି ନେଇ ବୁଢ଼ୀ ବେଜୁଣି ନିଛାଟିଆରେ ବସି ତାର ଭାବନା ପାଇଁ ଧାରଣା ପାଇଁ ମାଳ ଗୁନ୍ଥେ, ଅଳଙ୍କାର ଗଢ଼େ। ସବୁଥିରେ ସେ ଦେବତାମାନଙ୍କର ପରିଚୟ ପାଏ। ଏହିପରି ତାଙ୍କର ଅଶରୀରୀ ରୂପ। ବେଜୁଣି ଚିହ୍ନେ, ଆଉ କେହି ଚିହ୍ନନ୍ତି ନାହିଁ। ଏଣୁ ଉଦୁଉଦିଆ ଶୁଖିଲା ସେମେଟା ଦ୍ୱିପହରେ ମନ୍ଦାର ମାଳ ନାଇ ବୋଝ ବୋଝ ମାଳି ଓହଳେଇ ଗୋଡ଼ ଲମ୍ବେଇ ବସି ଭାବିବାକୁ ତାକୁ ସୁବିଧା ହୁଏ। ବେଜୁଣି ଭାବେ ସେମାନଙ୍କୁ ସେ ଦେଖିପାରୁଛି। ତାଙ୍କ ସଙ୍ଗେ ଦୁଃଖ ସୁଖ ହେଉଛି। ତେଣୁ ନିତି ଦ୍ୱିପହରେ ବଣର ଚୂଡ଼ାରେ ଏକୁଟିଆ ସେ ଭୁଟୁରୁ ଭୁଟୁରୁ ହୁଏ। ବ୍ୟାଘାତ ପାଏ ନାହିଁ। କୋଡ଼ି କୋଡ଼ି ହୋଇ କେତେ ନାହିଁ କେତେ ବର୍ଷ ଯାଇଛି। ତା ଆଖି ଆଗରେ ଲୋକେ ପାଚିଛନ୍ତି, ଝଡ଼ି ପଡ଼ିଛନ୍ତି। କାହାର କଳ କଢ଼ରେ ଅଦିନିଆ ଝାସର ଦାହ। ଆଜି ସେମାନେ ନାହାନ୍ତି। କେତେ ତ ଆସିଥିଲେ, ସେମାନେ ଲୁଣ କିଣିଲେଣି। ସମସ୍ତଙ୍କୁ ଶଙ୍ଖଳିବାକୁ ସମସ୍ତଙ୍କର ହିସାବ ଆସିଲେ ରଖିବାକୁ ବସି ରହିଛି ସେ। କିନ୍ତୁ ତାର ଦୁଃଖ ନାହିଁ। ମରି ଯେଉଁମାନେ ଜନ୍ମ ହୋଇ ଆସିଲେ, କିନ୍ତୁ ଯାହାର ଘଟ ଠିକଣା ହୋଇନାହିଁ, ସେ ଉଡ଼ୁଛି ଖାଲି ପବନର ଶରୀର। ଗୁଣର ରଙ୍ଗରେ, ଛାଇ ରୂପର ବର୍ଣ୍ଣ ଆସକ୍ତିରେ ନାଲି ହୋଇଉଠି ଟିକି ନାଲି ଚଢ଼େଇ ପରି ପଞ୍ଝା ପଞ୍ଝା ହୋଇ ଉଡ଼ିଯାଆନ୍ତି ସେମାନେ। ଧୂଆଳିଆ ଆଖିରେ ଡହଳ ବିକଳ ଆଶା କରିବାକୁ ଦେହ ନାହିଁ। ଭୋଗ କରିବାକୁ ଅନୁଭୂତି ନାହିଁ। ବେଜୁଣି ଭାବେ ତାଙ୍କୁ ଦେଖେ, ଭାସି ଭାସି ହଲି ହଲି। ଯୁଗ ଯୁଗର ଆତ୍ମା। କ'ଣ ସେମାନେ କରିଥିଲେ ତାହା ତାଙ୍କଠି ନାହିଁ। କେବଳ ଯାହା ଭାବିଥିଲେ କରିବାକୁ, କିନ୍ତୁ ନ କରିଥିଲେ। ଖାଲି ଅମେଣ୍ଟା ଆଶା କୁଢ଼ କୁଢ଼। ସେହି କାମନାରେ ନାଲି ଢାଲୁଲୁଗା ଫଡ଼କେଇ ସେମାନେ ଉଡ଼ିଯାଆନ୍ତି। ବେଜୁଣି ମନକୁ ମନ ଭୁଟୁରୁ ଭୁଟୁରୁ ହୁଏ। କେମିତି ଅଛ? କୁଆଡ଼େ ଯାଉଛ? କେତେ କାଳ ଭାଁ ବୁଲୁଥିବ ଏହିପରି?
ଆଖିରେ ଆଖିରେ କଥା କହିଦେଇ ହଜିଲା ଲୋକର ଡୁମା ଭାସି ଚାଲିଯାଏ ପବନର ଶିମିଳି ତୁଳା ପରି, ଘାସ ଅଗଛାର ଡୁଳା ପରି। ଯାଅ ଡୁମା ଯାଅ, ତୁମେ ପରା ସୈନିକ ଦଳ, ବହୁତ ଲଢ଼ିଥିଲ, ବହୁତ ବୀରତ୍ୱ ଦେଖେଇଥିଲ। ଶତ୍ରୁ କାଳେ ଗୁପ୍ତ କଥା ନେଇଯିବ ବୋଲି ଜିଭ କାମୁଡ଼ି ଛିଣ୍ଡେଇ ଫୋପାଡ଼ିଥିଲ। ଗୋଡ଼ ହାତ ବନ୍ଧା ହୋଇ ପଡ଼ିଥିଲା ବେଳେ ମୁଣ୍ଡକୁ ପିଟି ପିଟି ଡୁମା ହୋଇଥିଲ। ତୁମେ ପରା ଛାଉଣି ପୋଡ଼ିଥିଲ, ତୁମେ ମଣିଷ ହାଣିଥିଲ, ମାରିଥିଲ ପଲ ପଲ କରି, ମରିଥିଲ କୁଢ଼ କୁଢ଼ ହୋଇ। ଧରି ରଖିବ ବୋଲି ଭାବିଥିଲ, ତୁମ ପାଉଁଶର ଧାନମାଣ୍ଡିଆ ସୁଦ୍ଧା ସାହୁକାର ବୋହି ନେଇଛି। ଯାହା ତୁମେ ଗଢ଼ିବାକୁ ପ୍ରାଣ ଦେଲ, ତାହା ଏବେ ଧୂଳିରେ ମିଶିଛି। ତୁମେ ମରି ଭୂତ ହୋଇଛ। ତୁମକୁ ଏଠି କେହି ଚିହ୍ନେ ନାହିଁ। ତୁମର ସନ୍ତତି ବଣର ପଶୁ, ଗଛର ମାଙ୍କଡ଼। ଯାଅ ତେଜି ଉଠୁଛ ଆଖି, ଝଣକି ଉଠୁଛି ଖଣ୍ଡା। ହା ହା ହା, ଟେକାଟିଏ ଫୋପାଡ଼ି ପାରିବ ଭଲା, ଆହୁରି ଜାଳିବ କାହିଁକି ନିଜକୁ? ଯାଅ ଯାଅ। ହେଇ ଆସୁଛି ପ୍ରସିଦ୍ଧ ଦିଶାରୀ, ଗାରଡ଼ିର ଅବତାର। ତାରାମାନଙ୍କୁ ଭାରିଜର ପଣତକାନିରେ ବାନ୍ଧିଥିଲୁ ପରା। ଆକାଶକୁ ପୂରେଇଥିଲୁ ତୋର କାନ୍ଧର ଲାଉ ତୁମ୍ବାରେ। ମଣିଷକୁ ମେଣ୍ଢା କରିଥିଲୁ, କେତେ ଯୋଗ ଦେଇଥିଲୁ, କେତେ ପାଗ ଦେଇଥିଲୁ, ତଥାପି ଅତୃପ୍ତ। ଯା ଭାସିଯା। ସେ ଲୋକକୁ ଯିବାକୁ ତାର ଇଚ୍ଛା ନାହିଁ। ଜୀବନ ମରଣର ସନ୍ଧି ସେଠି ଅଛି। ଚାହିଁ ରହିବା, ଡହଳ ବିକଳ ହେବା, ପରର ଦେଖି ନିଜେ ଝରିସରି ହେବା, ନିଜର ଭାବି ଖାଲି ନିଷ୍ଫଳ ହତାଶରେ ଝଡ଼ି ପଡ଼ିବା। ଗୁଡ଼ାଏ କାମନା ସେଠି ବିନ୍ଧିଛି, ବଣର କଣ୍ଟାରୁ ବେଶୀ ବିଷ। ଆକାଶରେ ତାହାରି ସୂଚନା, ଖରାଝାଇରେ ତାହାରି ଛାଇ। ଚାହିଁ ଚାହିଁ ବେଜୁଣି ଆତ୍ମବିସ୍ତୃତ ହୋଇ ଆଉଜି ପଡ଼ିଥାଏ। କପାଳର ଲଙ୍ଗଳସ୍ୟ ଆହୁରି ଗହୀର। ପାଟି ଆଁ କରି ରହିଛି ବିକଟାଳ ଗୋଟିକିଆ ହଳଦିଆ ଦାନ୍ତର ଲାଖ ଆକାଶକୁ। ଚମ ଲୋଚାକଚା ହୋଇ ଓହଳି ପଡ଼ିଛି। ଦେହ ଢିଲା ହୋଇ ରହିଛି। ସବୁ ହୁଗୁଳା, ସବୁ ହଳଦିଆ ନିଛାଟିଆ ଆକାଶ ପର୍ବତ ଉପରେ ଗୋଟିକିଆ ବୁଢ଼ୀ ଲୋକଟିଏ। ସ୍ୱପ୍ନ ସ୍ୱପ୍ନ ସ୍ୱପ୍ନ, ପବନରେ ସ୍ୱପ୍ନର ଭାର। ପୋଲା ବାଉଁଶ ଭିତରୁ ସ୍ୱପ୍ନରୁ ଡାକ। ମଣିଷ କେତେ ସେ କହିବ? ସେ ବଞ୍ଚି ନାହିଁ, ସେ ମରି ନାହିଁ, ମଲା ଜୀଇଁଲା ମଝିରେ ଜଣେ ସେ। ଏଇଆ ଭାବି ତାର ମନ ଆପଣଙ୍କୁ ପତିଆରା ଦେଖାଏ ଯେ ସେ ନିଆରା। କାରଣ ପ୍ରେତ ତ ପ୍ରେତ, ଦେବତାମାନଙ୍କ ସଙ୍ଗେ ବି ତାର ପରିଚୟ। କେହି ନଥିଲା ଦ୍ୱୀପରେ ଏହି ନିଛାଟିଆରେ ବଣର ଆତ୍ମା ହୁରୁପେନୁ ବା ବଣ ଦେବତା କ'ଣ ଆସି ତା ସହିତ ଦୁଃଖ ସୁଖ ହୁଏ ନାହିଁ? ଏହିସବୁ ଅଞ୍ଚଳ କନ୍ଧଦେଶରେ ଯେତେ ବଣ, ସବୁଠି ଠାକୁର ସେ। କହେ ଦେଖି ବେଜୁଣି, କେଡ଼େ ଖରା, କେଡ଼େ ପୋଡ଼ି, ତଥାପି ଏତେ କଷ୍ଟ ସହି ଛାଇ ଘୋଡ଼ାଇ ରଖିଛି ମଣିଷମାନଙ୍କୁ। ଝରଣାରେ ପାଣି ରଖିଛି, ଦେଶରେ ଶୀତଳ ରଖିଛି। କ'ଣ ହେବ? ଏତେ କରି ବି ମଣିଷର କୃତଜ୍ଞତା ନାହିଁ। ପୋଡ଼ୁ ଉପରେ ପୋଡ଼ୁ ବଢ଼ୁଛି, ବଣ ନାରଖାର ହେଉଛି। ସବୁଦିନେ ଏପରି ନଥିବ ତ ବେଜୁଣି? ଖରା କଟିଯିବ, ମେଘ ଦୁଲୁକିବ, ବାଘ ଖାଇଲେ ଲୋକେ ମୋତେ ସୁମରିବେ। ଖରାର ତାତିରେ ହୁଳା ଭିତରେ ଦିଶେ ମେଘ ଦେବତା ବିମାରଛର ମୁକୁଟ। ଏତେ ଉପରୁ ହୀନସ୍ତା ଭିତରେ ସୁଦ୍ଧା ତାର ଆଶାୟୀ ହସ କୁହାଟ ମାରି କହେ, ଆସୁଛି ବେଜୁଣି, ରହ ଆଉ ଟିକିଏ ତ। ଆଁଟାଏ କରି ବାୟାଣୀ ପରି ବୁଢ଼ୀଟିଏ ଗଛ ମୂଳେ ପଡ଼ିଛି, ମଲାଙ୍କ ପରି ପଡ଼ିଛି। ଗାଈଆଳ ଟୋକା ଥରେ ଅନେଇ ଦେଇ ଦିଥର ବି ଦେଖେ ନାହିଁ। ଡରି ଡରି ଗୋରୁ ଆଡ଼େଇ ନେଇ ତଳକୁ ଗଡ଼ିଯାଏ। ଚିଲସାଗୁଣା ଭଉଁରୀ ଉଡ଼ନ୍ତି। ବିଲୁଅ ଆସି ଅନେଇ ଅନେଇ ବରଫଳ ଖାଇ ଚାଲିଯାଏ। ସେହି ଭଲ ଲାଗେ ବେଜୁଣିକୁ। ସେ ଭାବେ ସେମାନଙ୍କୁ ସେ ଚିହ୍ନିଛି। ସେହିମାନେ ଛଦ୍ମବେଶୀ ଦେବତା, ଏହି ସମସ୍ତେ ମିଶି ତାର ଜଗୁଆଳି। କିନ୍ତୁ ବେଳେବେଳେ ଏତେ ଜଗୁଆଳି, ଏତେ ଅଙ୍ଗରକ୍ଷୀ ଥାଇ ବି ବେଜୁଣିର ଆଶଙ୍କା ହୁଏ। ସୂର୍ଯ୍ୟଟା ଦିଲାଠ ବାଟ ଓହ୍ଲାଇ ପଡ଼ିଥିବ ତଳକୁ, ଲମ୍ବା ଲମ୍ବା ଛାଇ। ପଛକୁ ପଛ ଡେଇଁ ଡେଇଁକା ପବନର ନାଚ। ପ୍ରବଳ ଭାବେ ବେଜୁଣିର କାଶ ଉଠେ। କାଶି କାଶି ଦେହ ଲୋଚାକୋଚା ହୋଇଯାଏ। ସେତିକିବେଳେ ପବନ ହାବୁକାରେ ତାକୁ ଛୁଇଁ ଦେଇ ଡୁମା ପ୍ରେତମାନେ ଧାଇଁ ପଳାଇ ଯାଆନ୍ତି। କହିଯାଆନ୍ତି, ଆ ଆ ଆ। ସହାନୁଭୂତିରେ ସ୍ୱର ବୋଝେଇ ଦେଇ କାନ ପାଖେ କିଏ କହେ, ଆଉ କେତେଦିନ ବୁଢ଼ୀ? ଗୋଟାଏ ମାଟି, ଗୋଟାଏ ଗାଁ, କେତେଦିନ ଏଠି ପଡ଼ି ରହିଥିବୁ? ଚାଲ, ଯିବୁ ଚାଲ। ତରତର ଉଡ଼ିକି ପୁଣି ଆସି ହଡ଼ବଡ଼େଇ ଯାଆନ୍ତି। ଚାଲ ଚାଲ,
ଚାଲ। ବେଜୁଣୀ ଡରେ, ବେଜୁଣୀ ବିକଳ ହୁଏ। ଆଖି ଖୋଲେ ଦେଖେ ସେହି ମାଟି ଅଛି, ସେହି ବଣ ଅଛି, ସେ ରହିଛି। ପୋଷେ ବର୍ଷ ମୋଟେ, ମୁଠାଏ ବି ହୋଇନାହିଁ, ଯିବାକୁ କି ଗରଜ ପଡ଼ିଛି। ଗାଁ ସମ୍ଭାଳିବ କିଏ? ରୋଗ ଭଲ କରିବ, ଦେବତାଙ୍କୁ ତୁଷ୍ଟ କରିବ, ଭଲ ମନ୍ଦ ବୁଝି ନେବ। ଭବିଷ୍ୟତରେ ଭଲ ନାହିଁ, ଆହୁରି ହୀନିମାନ, ଆହୁରି କଷ୍ଟ ଏ ଲୋକଙ୍କର। କିନ୍ତୁ ତାର କେହି ନାହିଁ, ଏ ସମସ୍ତେ ତାର। ଏତେ ଚଞ୍ଚଳ ଆପଣା ମୁଣ୍ଡରୁ ଦାୟିତ୍ୱ ଓହ୍ଲେଇ ଦେବାକୁ ସେ ଖୋଜୁନାହିଁ। କେତେ କାମ, କେତେ ଦାୟିତ୍ୱ ସେ ଯିବ ନାହିଁ। ଦେବତା ଆଉ ପ୍ରେତ ସେ ଭୁଲିଯାଏ। ଶୀତେଇ ଉଠି ଦେହ ପୁଣି ଭଲ ହୋଇଯାଏ। ଥୁରୁ ଥୁରୁ ହୋଇ ଗାଁକୁ ଫେରେ, ତାର ସାଙ୍ଗ ଦରକାର। ଲେଉଟାଣି ବେଳେ ଯେତେଥର ଉପରୁ ସେ ଗାଁକୁ ଦେଖେ, ତାର ଫମ୍ପା ଦେହରେ ଓଜନ ପଶେ। ପାଦେ ଆହୁରି ଦୃଢ଼ କରି ମାଡ଼େ ମାଟି ଉପରେ। ହାତର ବାଡ଼ିକୁ ଟାଣ କରି ଧରେ। ଏହି ତାର ଜୀବନ, ବଞ୍ଚି ରହିବାର ସୁଖ, ଜୌଲସ। ଦିନକର ଏହିପରି ବେଜୁଣୀ ପଡ଼ି ରହିଥାଏ। ଆକାଶକୁ ଆଖି, ଇନ୍ଦ୍ରିୟ ଜ୍ଞାନର ବାହାରର ଚେତନା ନାହିଁ। ସ୍ୱପ୍ନରେ କେବଳ ରୋଗଶୋକ ମରୁଡ଼ି ମଡ଼କ। ଦୂରରେ ଉଠିଛି ଧୂମ। ଆଗେ ଆଗେ ପବନ ସଣସଣେଇ ମାଡ଼ି ଚାଲିଛି କେବଳ ୱା ୱା ଡାକ। ସେହି ଡାକର ତୀବ୍ର ନିଷ୍ଠୁରତାରୁ ନିଜକୁ ବଞ୍ଚେଇବାକୁ ଯାଇ ମୋଡ଼ି ମାଡ଼ି ହୋଇଯାଉଛି ବେଜୁଣୀ। ଥଟ୍ଟା କଲା ପରି ସେ ଉଚ୍ଚ ଅଟ୍ଟହାସ, ଆ ଆ। ବଣରେ ମଣିଷଙ୍କ ପାଟି ଶୁଭୁଛି। ପାଖେଇ ପାଖେଇ ଆସୁଛି। କାହିଁ ଆଡ଼େ ନାହିଁ ତ, କୁଆଡ଼େ ଗଲା? ଜାକର ପାଖେ ଦେଖି ଆସିଲେ ସେଠି ନାହିଁ। ଘରେ ନାହିଁ, ଗାଁରେ ନାହିଁ, ଏ ବଣରେ ନାହିଁ। ଗଲା କୁଆଡ଼େ? ଏମିତି ଦିନେ ବାଘ ମୁହଁରେ ଯିବ ସେ। ଦେଖିବୁ କୁଆଡ଼େ ନାହିଁ, କୁଆଡ଼େ ପଳଉଛି। ଖୋଜି ଦେଖୁ ତ ଲେଞ୍ଜୁ, ଆଗକୁ ଚାଲ। ଆଗରେ ଆଉ କ'ଣ ଅଛି ଲେଞ୍ଜୁ ଭାଇ? ପର୍ବତ ସରିଲା। ହେଇ ତ ଅଗ ଦିଶିଲାଣି। ସେଠି କୁଆଡ଼େ ଥିବ? ତା ତଳକୁ ବାଘ ଗୁମ୍ଫା, ତେଣିକୁ ତ ପାତାଳି। କଥା କହୁ କହୁ ଲେଲୁ ଓ ଲେଞ୍ଜୁ ଦୁହେଁ ପହଞ୍ଚିଗଲେ। ଲେଞ୍ଜୁ ବୁଢ଼ା ଦିଉଡ଼ୁର ପଡ଼ୋଶୀ। ସେମିତି ବେଜୁଣୀ ଖତେଇ ହେଲା ପରି ପଡ଼ି ରହିଥାଏ। ଦେହ ହାତ ହଲଚଲ ନାହିଁ। ଦୁଇ ବନ୍ଧୁ ଭେଟଣା ହେଲା ପରି ମୁହଁ ଚାହାଁଚଇଁ ହୋଇ ଅଟକି ଗଲେ। ସେମାନେ ଜିଅନ୍ତା ବେଜୁଣୀକୁ ଖୋଜି ଆସିଥିଲେ, ଏଥିପାଇଁ ପ୍ରସ୍ତୁତ ନଥିଲେ। ନିଛାଟିଆଟା ଆଉ କେହି କୁଆଡ଼େ ନାହିଁ। ଲେଲୁ ବୁଢ଼ା 2 ପାହୁଣ୍ଡ ଆଗେଇ ଯାଉ ଯାଉ ପଛକୁ ଲେଞ୍ଜୁକୁ ଟାଣି ଆଣିଲା। କାନ ପାଖେ ତୁନି ତୁନି କହିଲା, ଚାଲ ଗାଁକୁ ଯିବା। କ'ଣ ହେଲା? ଲେଞ୍ଜୁ ଗମ୍ଭୀର ଭାବେ ମୁଣ୍ଡ ହଲାଇଲା। ବାଧା ନ ମାନି ଆଗେଇ ଚାଲିଲା। ଲେଞ୍ଜୁ ମୁହଁକୁ କେମିତି କରି ଯେତେ ଅପ୍ରିୟ ହେଲେ ବି ଘଟଣାକୁ ପିଠେଇ ଦେଇ ମୁହଁ ମୋଡ଼ି ଦେଲା। ଏଇ 2ଟା ମୁହୂର୍ତ୍ତର ତୁନିତାନି। ଲେଞ୍ଜୁ ଭାବୁଥାଏ ସେ କାହିଁକି ଆସିଲା। ତାପରେ ଗମ୍ଭୀର ଭାବେ ଗଲାକୁ ଥରେଇ ଥରେଇ ଲେଞ୍ଜୁ କନ୍ଧ ନିଜକୁ ଟାଣି ଓଟାରି ବଡ଼ କରି ଡାକ ପକାଇଲା, ବେଜୁଣୀ, ହେ ବେଜୁଣୀ। ସମସ୍ତଙ୍କୁ ତାଟକା କରିଦେଇ ଧଡ଼ପଡ଼ ହୋଇ ବେଜୁଣୀର ଦେହ ଉଠି ଠିଆ ହେଲା। ଲେଞ୍ଜୁ କନ୍ଧ ଲେଲୁ ବୁଢ଼ାର ହାତକୁ କଷି ଧରିଥାଏ। ଅତି ବିରକ୍ତ ହୋଇ ବେଜୁଣୀ ଅନର୍ଗଳ ବକିକଲା, କାହିଁକି ତୁମେ ଆସିଲ? କାହିଁକି ଏଠିକି ଆସିଲ କହ ତ? ଯୁଆଡ଼େ ଯିବି ପଛେ ପଛେ କୁକୁର ପରି। ଓଃ ଛି। ବେଜୁଣୀର 2 ହାତ ନିଜକୁ ସମ୍ଭାଳିବାରେ ବ୍ୟସ୍ତ ଥାଏ। ବେଜୁଣୀର ଗାଳି ଶୁଣି ଲେଞ୍ଜୁର ହସ ବାହାରିଲା। ଚାଲ ଚାଲ, ପଛେ ଗାଳି ଦେବୁ ବେଜୁଣୀ। ଖୋଜି ଖୋଜି ମଣିଷ ହଇରାଣ। ଏଣେ ତେଣେ ପଳେଇ ଲାଗିଛୁ। କେବେ ଯଦି ବାଘ ଖାଇଦେବ କ'ଣ କରିବୁ ବେଜୁଣୀ? ବେଜୁଣୀ କି ବାଘ ଖାଇବ? କ'ଣ କରି ପାଇଲୁ କିରେ ବେଜୁଣୀକୁ? ବେଜୁଣୀକୁ ଯଦି ବାଘ ଖାଇବ, ତେବେ କାହାକୁ ନ ଖାଇବ ଏ ସଂସାରରେ? ଆରେ ତୁ ସିନା ଅନାଚାରିଟା ବୁଢ଼ାଟାଏ ହୋଇ ଦୋଷରେ ପାପରେ ବୁଡ଼ି ରହିଛୁ। ଆଗକୁ ଦେଖୁନାହୁଁ, ପଛକୁ ଦେଖୁନାହୁଁ। ତତେ ସିନା ଆଗ ବାଘ ଖାଇବ ରେ। ବେଜୁଣୀ କି ଦୋଷ କରିଛି ତାକୁ ବାଘ ଖାଇବ? ଭାବିଛୁ ବେଜୁଣୀ ବୁଢ଼ୀ ହେଲାଣି, ବେଜୁଣୀର ଆଖି ନାହିଁ? ନୁହେଁରେ, ତୁ କୁଆଡ଼େ ସରବୁ ସାଉନ୍ତାର ଭାଇ ପରା। ମନେ ମନେ ନିଜେ ସାଉନ୍ତା ହେବୁ ବୋଲି ଫନ୍ଦି କରୁଛୁ। କାହିଁକି ତୁ ଆସିଲୁ ଦେବଠାନ ପାଖକୁ? ବେଜୁଣୀ ଆଗକୁ କହିଲୁ, ଲେଞ୍ଜୁ ମାଙ୍କଡ଼, ତୋର ଡର ନାହିଁ? ଲେଞ୍ଜୁ କନ୍ଧର ମୁହଁ ଶୁଖି ଯାଉଥିଲା। ଦୋଷ କରୁଛି, ସାଉନ୍ତା ହେବାକୁ ମନ ବଳେଇଛି। ସୋନା ଦେଇ ସର୍ବଜ୍ଞ ବେଜୁଣୀ। ଲେଲୁ ବାଧା ଦେଲା, ବୃଥା ବଗି ଲାଗିଛୁ ବେଜୁଣୀ। ଯଦି ତତେ ଏବେ ଦେବତା ଘୋଟିଛି, ଆମର ମୁଣ୍ଡ ତୋର ପାଦରେ ଲାଗୁ, ତୋର ପାଦୁକା ଶୀତଳ ହେଉ। ଦେବତା ଲାଗିଛି? କେତେବେଳେ ବେଜୁଣୀକୁ ଦେବତା ନ ଲାଗିଥାଏ? ବାୟା କାହାକା। 2 ବୁଢ଼ା ନଈଁପଡ଼ି ତାକୁ ଦଣ୍ଡବତ କଲେ। ତୋ ଦୟା,
ତୋର ଗୋପ ତୁ ରକ୍ଷା କର, କୋପ କଲେ ଆମେ ଜଳିଯିବୁ। ବେଜୁଣି ହସିଲା। ଏଇଆ ତାର ଦରକାର। ସେ ଜାଲି ଯାଉଥିବ, ସଂସାରର ସମସ୍ତେ ମୁଣ୍ଡ ନୁଆଁଇ ଲୋଟି ପଡ଼ୁଥିବେ। ପଥର ପର୍ବତ ଉପରେ ଧର୍ମଦର୍ତ୍ତନୀର ଏକୁଟିଆ ପୂଜାରୀ ସେ। ସମସ୍ତେ ତାର ପ୍ରତାପରେ ନଈ ଲହଡ଼ି ଭାଙ୍ଗିବେ। ସେ ଚାଲିଥିବ, ଏଣିକି ମୁରବୀ ପଣିଆ ପାଇଁ ତାର ବଞ୍ଚି ରହିବା। ସ୍ୱାମୀ ନାହିଁ, ସନ୍ତାନ ନାହିଁ, ସଂସାରର ଆଉ କିଛି ବନ୍ଧନର ସୁଖ ନାହିଁ। ସେ ଫତୁରି, ସବୁଯାଏ କେବଳ ଏତିକି। ହଉ ଉଠ ପିଲେ, ଅବେଳାରେ ବେଜୁଣିକି ଲୋଡ଼ି ଆସିଲ କାହିଁକି? ସାମ୍ ତାର ଭାରି ଚା, ଜ୍ୱର ଧରିଛି କାଲି ରାତିରୁ। ଖାଲି ତାତି, ବାନ୍ତି, କମ୍ପ। କ'ଣ ହେଇଯାଉଛି ତାର? କ'ଣ ଦେବତା ଉତରିଛି? ଏଣୁ ତେଣୁ ବକୁଛି, କେଡ଼େ କେଡ଼େ ଆଖି, ମୁଣ୍ଡ ବାଡ଼ି ପକଉଛି। ପିଲାଟା କାନ୍ଦି କାନ୍ଦି ସାରା। କିଏ ବୁଝୁଛି ତା କଥା? ବେଜୁଣି ଦୀର୍ଘ ନିଶ୍ୱାସ ମାରିଲା। ଅସରନ୍ତି ଦୁଃଖ ନିଗିଡ଼ି ପଡ଼ିଲା ତା ଆଖିରୁ। ପୁୟୁକୁ ଜ୍ୱର ହେଇଛି। ଦୁଆରେ ଦିଶାରୀ, ବେଜୁଣି, ସାହି ପଡ଼ିଶା। ପୃଥିବୀ ପୁରୁଣା ହୋଇଛି, ଇତିହାସ ନୂଆ ହୋଇଛି। ତଥାପି ପର୍ବତ ଉପରେ କନ୍ଧ ସମାଜରେ ମୂଳରୁ ଶେଷ ଯାକେ ସେହି ଦି'ଜଣ। ଦିଶାରୀ, ବେଜୁଣି। ଧର୍ମର ପଣ୍ଡା, ପୁରୋହିତ। ସଂସ୍କୃତିର ଭଣ୍ଡରେ। ପୂଜା ଖାଇ ଖାଇ ଦେବତା ମୋଟା ହୋଇଛନ୍ତି। ଡରି ଡରି ମାନି ମାନି ମଣିଷ ହୋଇଛନ୍ତି ସୁବୋଧ ସୁଶୀଳ। ତଥାପି ରୋଗ ସନ୍ତାପ ଛାଡ଼ି ନାହିଁ। ଦେବତାଙ୍କୁ ଭୟ ଭରସା ଯାଇ ନାହିଁ। ବଞ୍ଚିବାର ନୀତି ପୃଥିବୀରେ ନ ଖୋଜି ମଣିଷ ଅପେକ୍ଷା ରଖିଛି ଆକାଶକୁ। ମାଳଦେଶରେ ସବୁ ଅଦଉତି ଯେପରି ରୋଗ ସେପରି, ସବୁ ଅନିଶ୍ଚିତ ଯେପରି ଆୟୁଷ ସେପରି। ମାଳ ଜ୍ୱର ଡେଙ୍ଗୁରା ପିଟି ଆସେ ନାହିଁ। ଆସୁ ଆସୁ ତାତି ଉପରକୁ ଚଢ଼ିଯାଇ ଖଇ ଫୁଟେ। ତାପରେ କିଏ ପଡ଼ି ପଡ଼ି ଉଠେ, କିଏ ଆଉ ଉଠେ ନାହିଁ। କିଏ ଦିଓଳିରେ ଦେହ ଛାଡ଼େ, କାହାକୁ ମାସ ମାସ ଲାଗେ। ତେଣୁ କନ୍ଧ ଜ୍ୱରକୁ ଡରେ। ଜ୍ୱର ହେଲେ କହେ ଜ୍ୱର ଧରିଛି। ଜ୍ୱର ଝଡ଼େଇବାକୁ ବେଜୁଣି ବାୟାଣୀ ପରି ବାଳ ମୁକୁଳା କରି ନାଚେ। ଝୁଣା ଖାଏ, ନିଆଁରେ ଚାଲେ, ପେଟକୁ ଖଣ୍ଡାରେ ଭୁଷେ। ଶିଖିଥିବା ପଦଗୁଡ଼ିକ ବୋଲି ବୋଲିକା ବସି ରହେ ସକାଳୁ ସଞ୍ଜ ଯାଏ। ଦଳର ଲୋକମାନଙ୍କ ପାଇଁ କଷ୍ଟ ପାଇ ବାରଭୃକୁଟି ହୋଇ ଦ୍ୱାର ଦ୍ୱାର ହୋଇ ବେଜୁଣି ବୁଲେ। ଦିଶାରୀ ଉପାୟ କରେ, ଔଷଧ କରେ। କହେ ଡଙ୍ଗର ବାତ୍ରିର ମୂଳ ଖାଅ, ଭଲ ହୁଅ। ଏତେ କରି କରି ତଥାପି ପଟାଳି ପରି ଲୋକେ ପଡ଼ିଯାଆନ୍ତି। ଲୋକେ ନିଦ ଯାଆନ୍ତି, ଲୁଣ କିଣି ଯାଆନ୍ତି। ସେହି ବେଜୁଣି ପୁଣି ପ୍ରେତ ଘଉଡ଼ାଇବାକୁ ନାଚେ। ସେହି ଦିଶାରୀ କ୍ରିୟା ବଢ଼େଇ ପ୍ରେତକୁ ଘଉଡ଼େଇ ଦିଏ। ସେଇମାନେ ହିଁ ପୁଣି ବୁଝାଇ କହନ୍ତି, ଏଇଟା ଖରାପ ଲୋକର ଡୁମାର ପରଜନ୍ମ ହୋଇ ମଣିଷ ହୋଇଥିଲା, ତେଣୁ ଚଞ୍ଚଳ ଚାଲିଗଲା। ସଂସାରକୁ ଇଏ ଯୋଗ୍ୟ ନୁହେଁ, ଗଲା। ସମାଜକୁ ଭଲ ହେଲା। ଯାହା ବି ମଣିଷ ବିଶ୍ୱାସ କରେ ବିଷକୁ ଅମୃତ ବୋଲି ମଣି ଦୁଇ ହାତରେ ଟେକି ପିଇଦିଏ। ଏଠି ତାର ଜୀବନ। ପୁୟୁକୁ ଜ୍ୱର ହୋଇଛି। ରାତି ଶେଷରେ ନିଦ ଭାଙ୍ଗିଗଲା। ଭାରି ଶୀତରେ ମାଳଦେଶରେ ବିନା ଭୂମିକାରେ କେତେ କେତେବେଳେ ବଣ ଭିତରୁ ଶୀତୁଆ ପବନ ଉଠି ଆସେ। ହାକିନାକୁ ସର୍ଦ୍ଦି ହେବ। ପୁୟୁ ଉଠି ବାହାରକୁ ଗଲା। ଦିଉଡୁ ଶୋଇଛି, ଲେଞ୍ଜୁ ଶୋଇଛି। ଅନ୍ଧାର ରାତି, ଝଲ ଝଲ ତାରା। ତୁହାଇ ତୁହାଇ ଶୀତ ଆସୁଛି। ଦେହ ଟାଣି ଓଟାରି ହୋଇ କସମସ ହୋଇ ଉଠୁଛି। ପୁୟୁ ଅଟକି କଲା। ରାତିର ଉଦାସ ସଙ୍ଗେ ମନ ଯୋଡ଼ିଦେଲା। ଗୁହାଳରୁ ଗୋରୁମାନେ ସଁ ସଁ ହେଲେ। ଦଶରୁ ଉଠିପଡ଼ି ମୁଁ ଅଛି ବୁଝେଇଦେଲା। ପୁୟୁକୁ ଲାଗିଲା ଯେପରିକି ଲୁଚି ଲୁଚି ଆନନ୍ଦ ଗୋଟାଇଲା ବେଳେ ସେ ଚିହ୍ନା ପଡ଼ିଗଲା। ଘରକୁ ଫେରି ଆସି କବାଟ ଦେଲା। ବାହାରେ ଦିଉଡୁ। ଶୀତ ବଢ଼ୁଛି। ଖରାଦିନର ରାତି। ପୁୟୁର ମନେ ନଥିଲା, ଏତେ ଶୀତରେ ଘରେ ନିଆଁ ନାହିଁ, ହାକିନାକୁ ସର୍ଦ୍ଦି ହେବ। ଘୋର ଆଶଙ୍କାରେ ନିଜେ ଥୁରୁ ଥୁରୁ ହେଉ ହେଉ ମାଠିଆଟି ଆଣି ହାକିନାକୁ ହିଁ ସେ ଘୋଡ଼େଇ ଦେଲା। ଅଳ୍ପ ସମୟ ନ ଯାଉଣୁ ଘୋର କମ୍ପରେ ସେ ଲୋଚାକୋଚା ହୋଇଗଲା। ମୁଣ୍ଡ ଭିତରେ ଏକାଥରକେ ଯେପରି ବିଛା କାମୁଡ଼ିଛନ୍ତି। ଆଖିପତା ପାଖେ କିଏ ନିଆଁ ଜାଳୁଛି। ଦାନ୍ତ ଠକ ଠକ, ଦେହ ଛଟପଟ ହୋଇ ପ୍ରବଳ ଭାବେ ପୁୟୁ ଥରି ଉଠିଲା। ବାନ୍ତି ଉଠେଇଲା। ପୁୟୁ ବୁଝିଲା ତାକୁ ଜ୍ୱର ଧରୁଛି। ମାଳ ଜ୍ୱର ତୋଫାନ ପରି ଆସେ। ଦେଖୁ ଦେଖୁ ତାତି ଉଠିଯାଏ, କାହିଁ କାହିଁ ହୋସ ବୁଡ଼ିଯାଏ। ସବୁ ଲୋପ ହୋଇଯାଉଛି। କୁଆଡ଼େ ଯାଉଛି ଚିନ୍ତା ଭାବନା। କ'ଣ ସେ ପାଟି କରୁଛି, କ'ଣ ଗପୁଛି। ଘଣ୍ଟାଏ ପରେ ପୁୟୁ ଆଉ ମଣିଷ। ଦିଉଡୁ ଉଠିଲା। ଦେଖିଲା ତାତି ଯେ ଦେହରେ ଖଇ ଫୁଟୁଛି। ଆଖି କୁମ୍ଭାଟୁଆ ଆଖି ପରି।
ପୁୟୁକୁ ଜ୍ୱର ହୋଇଛି, ନୂଆ କଥା ନୂଆ ବିପଦ। ଦିଉଡ଼କୁ ଖରାପ ଲାଗିଲା। ଶୋଇ ରହିଛି, ଖାଲି ଘୁମୁରୁଛି। ପଚାରିଲେ ଜବାବ ନାହିଁ। ଥୋଡ଼ାଏ କମ୍ପେ, ବାନ୍ତି କରେ। ଦେଖୁ ଦେଖୁ ତାତି ବଢ଼ିଯାଏ। ଦିଉଡ଼ୁ ଅପେକ୍ଷା କରି ବସି ରହିଲା। ମା'ର ଜରୁଆ ଦେହରେ ଲାଖି ରହି ରହି ହାକିନାର ନିଦ ଭାଙ୍ଗିଲା। ଏଣିକି ଦିଉଡ଼ୁ ଆହୁରି ବ୍ୟସ୍ତ। ଏପରି ଅଖାଡ଼ୁଆ ସଙ୍ଗତି ତାକୁ ଜଣା ନାହିଁ। ତା ଜାଣତାରେ ଏମିତି ବେହାଲ ହୋଇ ପୁୟୁ କେବେ ପଡ଼ି ନଥିଲା। ହାକିନା ଗଡ଼ି ଗଡ଼ି ଚିତ୍କାର ଆରମ୍ଭ କଲା। ଦିଉଡ଼ୁ ନାନା ପ୍ରକାର ତାକୁ ଫୁସେଲାଇଲା। ହାକିନା ତାକୁ ମଙ୍ଗେ ନାହିଁ। ଧରିଲେ ଆହୁରି କାନ୍ଦେ। ଖରା ଉଠିଲା। ବଳଦ ଆଡ଼େଇ କୋଡ଼ି ଜୁଆଳି ବୋହି ଗାଁ ଲୋକେ କ୍ଷେତକୁ ବାହାରିଗଲେ। ଗାଁର ଘରଣୀ ଓଳିଆ ପୋଳିଆ ଛିଡ଼େଇ ପଞ୍ଝା ପଞ୍ଝା ହୋଇ ଝୋଲାକୁ ଯା ଆସ କଲେ। ଦିଉଡ଼ୁର ଘର ଅଚଳ। ସେହିପରି ସେଇଠି ସେ ବସିଛି। ପୁୟୁ ଶୋଇଛି। ଲେଞ୍ଜୁକକା ଅନୁମାନ କରିପାରେ ପୁୟୁ ବେମାର ଥିବ। କିନ୍ତୁ ତାର ଦିଉଡ଼ୁର କଥାବାର୍ତ୍ତା ନାହିଁ। ତାର ସହାନୁଭୂତି କେହି ଖୋଜୁ ନାହିଁ। ନିଜକୁ ବାଆଁରେଇ ଲେଞ୍ଜୁକକା ବାହାରି ଚାଲିଗଲା। ସମସ୍ତେ ଆପଣାର କାମରେ ମାତି ରହିଲା ବେଳେ ଏ ଘର ନିଶବଦ। ପୁୟୁ କେବେ କିଛି କହେ ନାହିଁ। କିନ୍ତୁ ସେ ଘରର କଳ ପରି ବୁଲି ରହିଥିଲା। କଳ ଆଜି ବନ୍ଦ। କେହି ଥିଲେ ବି କେହି ନାହାନ୍ତି। ସବୁଠି ସବୁ କାମ ଚାଲିଛି, ଏଠି କିଛି ନାହିଁ। ଘଟଣାର ମର୍ମ ଦିଉଡ଼ୁ ଅନୁଭବ କଲା। ବଡ଼ ଖରାପ ଲାଗିଲା। ଘର ଓଳେଇବ କିଏ? ଚୁଲି ଲଗାଇବ କିଏ? ସବୁଥିରେ ସବୁଦିନ ସେବା ଆଉ କାମ ଦିଉଡ଼ୁ ନେଇଛି। ନେଇ ଭାବିଛି ସବୁ ତାର ନ୍ୟାଯ୍ୟ ପାଉଣା। ଆଜି ଦେବାକୁ କେହି ନାହିଁ। ଲାଠିଏ ବେଳ ହେଲାଣି। ସ୍ଥିର ଦୃଷ୍ଟିରେ ପୁୟୁକୁ ଅନେଇ ରହି ସେହିପରି ଦିଉଡ଼ୁ ବସିଛି। ଜୀବନର ଗୋଟାଏ ନୂଆ ଦିଗ ତାକୁ ଅଜଣା। ଘରକରଣା ତାକୁ ଜଣା ନାହିଁ। ସହି ସେ ଶିଖି ନାହିଁ। ସେବା ଶୁଶ୍ରୂଷା ସେ ଭାବେ ସ୍ତ୍ରୀର କାମ, ତାକୁ ଜଣା ନାହିଁ। ପୁୟୁ ବାନ୍ତି କରି ଆସି ଥିରି ହୋଇ ଶୋଇଲା। ଆଖି କଥା କହୁଛି, ତୁଣ୍ଡ ଖୋଲିବାକୁ ମନ ନାହିଁ। ହାକିନା କାନ୍ଦିଲା। ଅତି ଦୁଃଖରେ ସ୍ତ୍ରୀ ପାଖକୁ ଯାଇ ଦିଉଡ଼ୁ ତାର କପାଳରେ ହାତ ଥୋଇଲା। ବଡ଼ ତାତି। ଫାଇଁ ଫାଇଁ ହୋଇ ପୁୟୁ କାନ୍ଦି ଉଠିଲା। କାନ୍ଦି କାନ୍ଦିକା ପାଟି ବଢ଼ିଗଲା। ଦୀର୍ଘ ବକ୍ତୃତା ଛାଡ଼ିଲା, ଯାହା ଦିଉଡ଼ୁ ବୁଝେ ନାହିଁ। ନାନା କୁକଥାରେ ଦିଉଡ଼ୁକୁ ଶୋଧି ଶୋଧିକା ଝିଙ୍ଗାସିଲା। କିଏ ତୁ? କାହିଁକି ଏଠି ବସି ରହିଛୁ? କିଏ ଏଠି ତୋର? ତୁ କାହାର କ'ଣ? ବାହାର ବାହାର। ଆଜି ଭାରି ଶୋଗ ବଳି ପଡ଼ୁଛି। ଭାରି ଯା ପରି ନୁହେଁ। ମୁଁ ବାହାରି ଯିବି। ଦଣ୍ଡେ ରହିବି ନାହିଁ ତୋ ଓଳି ତଳେ। ଦେହ ଥରୁଛି। ରାଗରେ ଅଣନିଃଶ୍ୱାସୀ। କାନ୍ଥକୁ ଆଉଜି ଉଠିବାକୁ ହେଉଛି। ପଡ଼ିଯାଉଛି। ଉଠି ପଡ଼ି ଗାଳି ଦେଉଛି ବିଭତ୍ସ ଭାବରେ। ଏତେ ସହାନୁଭୂତିର ଏହି ପ୍ରତିଦାନ! ଦିଉଡ଼ୁ ରାଗିଗଲା। ବାସି ମୁହଁରେ ପାଣି ଦେଇ ନାହିଁ ଏକା ଜାଗାକେ ବସିଛି ସେ। ଆଉ ପୁୟୁ ଶୁଣାଉଛି ନୂଆ କଥା। ସେ ଡୋର ଛୁଣ୍ଡାଇ ଚାଲିଯିବ। ସେ ସ୍ୱାଧୀନ ହେବ। ସେ ତାର କେହି ନୁହେଁ। ଏତେ ଘୃଣା ଥିଲା ତା ମନରେ। ଦିଉଡ଼ୁର ଇଚ୍ଛା ହେଲା ହାତେ ହାତେ ସେ ଫଳ ଦେଇ ତା ଶୁକୁଟି ମୁହଁକୁ। କିନ୍ତୁ ପୁୟୁକୁ ଜ୍ୱର ଯେ। ମାରୁ ମାରୁ ଯଦି ସେ ମରିଯିବ, ଦୁନିଆର ଲୋକ ଦୋଷ ଦେବେ। ଥାଇ ଥାଇ ପୁୟୁ ଚିହିଁକି ଉଠେ। କଥା କହୁ କହୁ ଦୁର୍ବଳ ହାତରେ ଶୁଖିଲା ମୁହଁରେ ଅଙ୍ଗଭଙ୍ଗୀ କରେ। ବିରକ୍ତ ହୋଇ ଦିଉଡ଼ୁ ଉଠି ଚାଲିଗଲା। ହଉ, ପୁୟୁର ଯାହା ହେବ, ବାହାରେ ବାହାରେ ରହି ସେ ନିଶ୍ଚିନ୍ତ ହୋଇ ବୁଲିବ। ଦିଉଡ଼ୁ ଚାଲିଗଲା ପରେ ପୁୟୁର ରାଗ ହେଲା କାନ୍ଦଣା। ମା ଛୁଆ ଦୁହିଁଙ୍କ କାନ୍ଦଣାରେ ଘର ପୂରି ଉଠିଲା। ସାହି ମାଇପେ ଜମିଲେ। କାନ୍ଦଣା ମଝିରେ ଜଳନ୍ତା ଆଖି କରି ଏଣୁ ତେଣୁ କେତେ ଯେ ବକି ଲାଗିଥାଏ। ଜାମିରର ବୁଢ଼ୀ ପୁଅକୁ ନେଇଗଲା। ଲେଲୁର ସ୍ତ୍ରୀ ଲେଲୁକୁ ପଠାଇଲା ଲେଞ୍ଜୁକନ୍ଧକୁ ଡାକିବାକୁ। ଘରେ ଧୂପ ଧୂଆଁ ଦିଆହେଲା। ନିଆଁ ଜାଳି ପୁୟୁକୁ ସେକିଲେ। ଗାଁରେ ଖବର ଚହଟିଗଲା। ସାଉଁତାର ସ୍ତ୍ରୀକୁ ଜ୍ୱର ହୋଇଛି। ବୁଢ଼ୀ ମାଇପେ ଔଷଧ ବରାଦ କଲେ। ଡଙ୍ଗର ବାତ୍ରି ଗଛର ମୂଳ ସହିତ ଗୋଲମରିଚ ମିଶାଇ ଅନୁପାନ। ଗୋଷ୍ଠୀର ଲୋକ ପୁୟୁର ଚିକିତ୍ସାର ଭାର ନେଲେ। ବେଳ ଗଲା। ପୁୟୁର ତାତି ଓହ୍ଲାଇଲା ନାହିଁ। ଖରା ଥାଉ ଥାଉ ବେଜୁଣି ଆସିଲା। ବିପଦ ପଡ଼ିଲେ ଚିତାଗୁଡ଼ି ଦେବତାକୁ ଲୋକେ ସାହାଯ୍ୟ ମାଗନ୍ତି। ଚିତାଗୁଡ଼ିକୁ ମାଗଣା ହେଲା। ଡେସାରୀ ଘଡ଼ି ବତେଇ ଦେଲା। ବେଜୁଣି ନାଚିଲା। ତା ସାଙ୍ଗରେ ଗାଁର ବୁଢ଼ୀମାନେ ନାଚିଲେ। ଦୁଆର ମୁହଁରେ ବସି ରହି ଝୁଣା ଧୂଆଁ ଆଗରେ ପାଗଳ ପରି ବେଜୁଣି ମନ୍ତ୍ର ଗାଇ ଲାଗିଲା। ତଳେ ଧରତୀ, ଉପରେ ଦର୍ମୁ, କାଳି ଗାଇ ତୋତା ଗାଇ, ଦିଖି ରାଇ ପାଇକ ରାଇ,
ହିଲି ହାଲା ଜାଲା ଜାଲା ଷୋଡ଼ଶିଙ୍ଗା ଷୋଡ଼ଶଜା ନିଡ଼ି ବିରୁ ପାଟୁନେରୁ ସାକି ମାସୁତ ରାଇ ଆଡ଼ୁ ତିରା ମୁଁ ତିରା ହିଞ୍ଜା ତିହି ଯୋଡ଼ା ସାକି ଯୋଡ଼ା କାଦି ଦେଓପୁରୁ ଲେରିକ୍ ଗାଡ଼ା ସରୁ ସୁତା ପାଟୁଡୋରୁ ଲେକା ଗାଡ଼ତି ଏଜା ଗାଡ଼ତି ଥିଲେ ଲେକା ମଲେ ହେଜା ମାଙ୍ଗୁଡ଼ ଗୁରୁ ଆରୁଡ଼ ଗୁରୁ କାଟିହି ମାଇ ଲୁଲିହି ମାଇ ରେପୁ ପିଜଲି ପାଟୁ ପିଞ୍ଚଣି କୁଲାଦାରା ମାଣା ମେଜ। ସମସ୍ତେ ଅନେଇ ରହିଥାନ୍ତି। ନାଚି ନାଚି ଦୁଆର ମୁହଁରେ ବସି ଆଗକୁ ପଛକୁ ଦୋହଲି ଦୋହଲିକା ଅତି ଗମ୍ଭୀର ଭାବେ ବେଜୁଣି କନ୍ଦଦେଶର ଏହି ଜ୍ୱର ଛଡ଼ାଇବା ପଦ ବଖାଣି ଲାଗିଲା। ସରଳ ବିଶ୍ୱାସରେ ଗାଇ ଲାଗିଥାଏ। ମାଙ୍ଗୁଡ଼ ଗୁରୁ ଆଙ୍ଗୁଡ଼ ଗୁରୁ ଦିକିରାଇ ପାଇକରାଇ। କ'ଣ ତାର ଅର୍ଥ ସେ ନିଜେ ଜାଣେ ନାହିଁ। କେତେ ଅଚିହ୍ନା ମଣିଷ ଅଚିହ୍ନା ଜାଗାର ନାଁ ସେଥିରେ। କିନ୍ତୁ ସମସ୍ତଙ୍କର ବିଶ୍ୱାସ ଏତିକିରେ ଜ୍ୱର ଦେବତା ଟଳି ପଡ଼ିବ। ବେଜୁଣି ତୁଣ୍ଡରୁ ଦେବତାଙ୍କ ନିଜର ଭାଷାରେ ଜିଅନ୍ତା ମନ୍ତ୍ର ଆଶାୟୀ ହୋଇ ଗମ୍ଭୀର ସମ୍ମାନରେ ଦଳକ ଯାକ ଏହି କ୍ରିୟାକୁ ଅନେଇ ରହିଥାନ୍ତି। କାହାରି ମୁହଁରେ ହସ ନାହିଁ କି କଥା ନାହିଁ। ପୂଜା ସରୁ ସରୁ ପହରରେ ରାତି। ଜହ୍ନ ଉଇଁଥାଏ ପବନ ଦେଉଥାଏ। ବେଜୁଣିର ପଦ ବନ୍ଦ ହେଲା। ଘର ଭିତରକୁ ଥରିଲା ଥରିଲା ଦୁର୍ବଳ ସ୍ୱରରେ ପୁଇ କହିଲା, ପୁଅ କାଇଁ? ମୋ ପୁଅକୁ ଆଣ। ବେଜୁଣି ହସିଲା। ସମସ୍ତେ ଜାଣିଲେ ଦେବତା ଛାଡ଼ିଛି ଏଣିକି ସାଧାରଣ ଜ୍ୱର। ଆଉ ଭୟ ନାହିଁ। ଯାମିନୀର ବୁଢ଼ୀ ହାକିନାକୁ ମା କଡ଼କୁ ବଢ଼େଇ ଦେଲା। ହାକିନା ନିଦରୁ ଉଠି ମାକୁ ଦେଖିଲା। ପୁଣି ଆଖି ବୁଜି ଦେଇ ଆପଣା ଚିହ୍ନା ଜାଗାଟିରେ ନିଜ ସମ୍ପତ୍ତି ଚିହ୍ନି ନେଇ ମା ଆଖିରେ ମୁହଁ ଲଗେଇ ଶୋଇପଡ଼ିଲା। ବେଜୁଣି କହିଲା, ଏଥର ଶୋଇବ, ଚାଲ ଯିବା ବାହାରି। ବ୍ୟକ୍ତିକୁ ନିରାପଦ ଭାବି ଗୋଷ୍ଠୀର ଲୋକେ ଏଥର ଉଠିଲେ। ବ୍ୟକ୍ତିର ସୁଖରେ କନ୍ଧ ଗୋଷ୍ଠୀର ସୁଖ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି କଥାଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।